ଜୀବନର ଅମୂଲ୍ୟ ତିନି ରତ୍ନ ଏବଂ ତିନୋଟି ଗୁଣ। ଚାଲନ୍ତୁ ସାଙ୍ଗମାନେ ସେହି ତିନୋଟି ଗୁଣ ବିଷୟରେ ମୁଁ ଆପଣମାନଙ୍କୁ କହିବି। ଆପଣମାନେ ମନ ଦେଇନା ଶୁଣନ୍ତୁ, ଭିଡ଼ିଓକୁ ସ୍କିପ୍ କରି ଦେଖନ୍ତୁନି, ଲାଷ୍ଟ ଯାକେ ଦେଖନ୍ତୁ। ଚାଲନ୍ତୁ ଷ୍ଟାର୍ଟ କରିବା। ଜୟ ଜଗନ୍ନାଥ। ପ୍ରଥମ ହେଉଛି, ଏହି ତିନୋଟି କାହାରିକୁ ଅପେକ୍ଷା କରନ୍ତି ନାହିଁ। ପ୍ରଥମେ ହେଉଛି ସମୟ, ଦ୍ୱିତୀୟ ହେଉଛି ମୃତ୍ୟୁ, ତୃତୀୟ ହେଉଛି ଗ୍ରାହକ। ଏ ତିନୋଟି କାହାରିକୁ ଅପେକ୍ଷା କରନ୍ତି ନାହିଁ ଏବଂ କାହାକୁ ସମୟକୁ ଅପେକ୍ଷା କରନ୍ତି ନାହିଁ। ଦ୍ୱିତୀୟ ପ୍ରଶ୍ନ, ଏହି ତିନୋଟି ଜିନିଷ ଜୀବନରେ କେବଳ ଥରେ ହିଁ ମିଳିଥାଏ। ଚାଲନ୍ତୁ ଦେଖିବା, ଶୁଣିବା। ଅତି ପ୍ରିୟ ଆମର ବାପା ଏବଂ ସ୍ନେହ ଭରା ଏବଂ ମମତାର ମା ଏବଂ ଆମ ଦେହରେ ଥିବା ଯୌବନ ଏବଂ ବଳ। ଏହି ତିନୋଟି ଜିନିଷ ଜୀବନରେ କେବଳ ଥରେ ହିଁ ମିଳିଥାଏ। ଚାଲନ୍ତୁ ନେକ୍ସଟ ତୃତୀୟ ପ୍ରଶ୍ନ ଉପରେ ଆମେ ଯିବା। ଏହି ତିନୋଟି ପରଦା ଭିତରେ ରହିବା ଯୋଗ୍ୟ। ପ୍ରଥମେ ହେଉଛି ଧନ, ଦ୍ୱିତୀୟ ହେଉଛି ଭଜନ, ତୃତୀୟ ହେଉଛି ସ୍ତ୍ରୀ। ଏହି ତିନୋଟି ପରଦା ଭିତରେ ଆପଣ ନିଶ୍ଚିନ୍ତ ଭାବରେ ରୁହନ୍ତୁ। ଆପଣଙ୍କର ଜୀବନ ସଫଳ ନିଶ୍ଚିନ୍ତ ଭାବରେ ହେବ। ଚତୁର୍ଥ ପ୍ରଶ୍ନ ଉପରେ ଯିବା। ଏହି ତିନୋଟି ଜିନିଷ ଠାରୁ ସଦା ସର୍ବଦା ଦୂରେଇ ରହିବା ଉଚିତ। ପ୍ରଥମ ହେଉଛି କୁସଙ୍ଗ, ଦ୍ୱିତୀୟ ହେଉଛି ସ୍ୱାର୍ଥ, ତୃତୀୟ ହେଉଛି ନିନ୍ଦା। ଏ ହେଉଛି ଆମ ଜୀବନର ସବୁଠୁ ଭାରି ଦୁର୍ବଳ ଏବଂ ଦୂରତା ରହିବା ଜିନିଷ। ଚାଲନ୍ତୁ ପଞ୍ଚମ ପ୍ରଶ୍ନ ଉପରେ ଆପଣ ଯିବା। ତିନୋଟି ଜିନିଷ ସର୍ବଦା ଆମ ଆୟତ୍ତରେ ରଖିବା ଉଚିତ। ପ୍ରଥମେ ହେଉଛି କାମ, ଦ୍ୱିତୀୟ ହେଉଛି ଲୋଭ, ତୃତୀୟ ହେଉଛି ମନ। ଏହି ତିନୋଟି ଆମ ଆତ୍ମାରେ ଆୟତ୍ତ ରଖି ବା ଆମର ଉଚିତ ବା କର୍ତ୍ତବ୍ୟ। ଚାଲନ୍ତୁ 6 ନମ୍ବର ପ୍ରଶ୍ନ ଉପରେ ଯିବା। ଏହି ତିନୋଟି ଜିନିଷ ମନ ଲଗାଇ କାମ କରିବା ଉଚିତ। ପ୍ରଥମ ହେଉଛି ଈଶ୍ୱରଙ୍କ ଭକ୍ତି, ବହୁତ ମାତ୍ରାରେ ପରିଶ୍ରମ, ତୃତୀୟ ହେଉଛି ବିଦ୍ୟା। ଏହି ତିନୋଟି ଜିନିଷ ମନ ଲଗାଇବା ଏବଂ ମନ ଲଗାଇ କାର୍ଯ୍ୟ କରିବା ଉଚିତ। ଚାଲନ୍ତୁ ସପ୍ତମ ପ୍ରଶ୍ନ ଉପରେ ଆମେ ଯିବା। ଏହି ତିନୋଟି କଥା ଜୀବନରେ କେବେ ଭୁଲିବା ଉଚିତ ନୁହେଁ। ପ୍ରଥମ ହେଉଛି ଋଣ ଦେବା ନେବା ସଠିକ୍ ଭାବରେ କରିବା, ଦ୍ୱିତୀୟ ହେଉଛି ଦାୟିତ୍ୱବାନ ହେବା, ତୃତୀୟ ହେଉଛି ରୋଗ ନିରୋଧକ ହେବା। ଏହି ତିନୋଟି କଥା କେବେ ଆମ ଜୀବନରେ ଭୁଲିବା କଥା ନୁହଁ। ଚାଲନ୍ତୁ ଅଷ୍ଟମ ପ୍ରଶ୍ନ ଉପରେ ଯିବା। ଏହି ତିନି ଜଣଙ୍କ ସର୍ବଦା ଦୟା କରିବା ଉଚିତ। ପ୍ରଥମ ହେଉଛି ବାଳକ, ଦ୍ୱିତୀୟ ହେଉଛି ଅତି ଭିକାରୀ ଏବଂ ଭିକାରୀକାୟ ଲୋକ, ତୃତୀୟ ହେଉଛନ୍ତି ପାଗଳ। ଏହି ତିନି ଜଣକୁ ସଦାସର୍ବଦା ଦୟା କରିବା ଉଚିତ ଏବଂ ସୁନିଶ୍ଚିତ। ଚାଲନ୍ତୁ ନେକ୍ସଟ ପ୍ରଶ୍ନ ଉପରେ ଯିବା। ଏହି ତିନି ଜଣକୁ ସଦାସର୍ବଦା ସମ୍ମାନ କରନ୍ତୁ। ପ୍ରଥମ ପୂଜ୍ୟ ହେଉଛନ୍ତି ଆମର ବାପା ଏବଂ ମମତା ଭରି ଅତି ସ୍ନେହ ଏବଂ ଶ୍ରଦ୍ଧା ଏବଂ ଆମ ଆଖି ଆଗରେ ଶ୍ରଦ୍ଧା ସବୁରି ଏବଂ ସମସ୍ତଙ୍କର ପ୍ରିୟ ଆମର ମା ଏବଂ ଆମର ଗୁରୁ। ଏହି ତିନି ଜଣକୁ ସଦାସର୍ବଦା ସମ୍ମାନ କରନ୍ତୁ। ଆପଣଙ୍କର ଜୀବନ ନିଶ୍ଚିନ୍ତ ଭାବରେ ସଫଳ ହେବ। ଏଇଟା ମୋର ବଚନ ଏବଂ ଏଇଟା ସାଧୁବାଣୀ। ଯଦି ଆପଣମାନଙ୍କୁ ମୋ ମୋଟିଭେସନ୍ ଷ୍ଟୋରିଟି ଭଲ ଲାଗୁଛି ନା ସାଙ୍ଗମାନେ, ପ୍ଲିଜ୍ ଗୋଟିଏ ଲାଇକ୍ କରିଦିଅନ୍ତୁ, ସବସ୍କ୍ରାଇବ୍ କରିଦିଅନ୍ତୁ ମୋ ଚ୍ୟାନେଲକୁ, କମେଣ୍ଟ କରନ୍ତୁ କିଛି ଭୁଲ ଥିଲେ। ଜୟ ଜଗନ୍ନାଥ।